ଅନେକ ସମୟରେ ଆପଣମାନେ ଦେଖିଥିବେ ଆପଣଙ୍କୁ ଗୁରୁ ଗୁରୁଜନ ମାନେ କହନ୍ତି ଯେ ନିଜ ସମାଜକନ୍ଦର ଲୋକଙ୍କ ସହିତ ମିଶିବା ପାଇଁ ନିଜ ସମାଜକନ୍ଦରୁ ତଳ କିମ୍ବା ନିଜ ସମାଜକନ୍ଦରୁ ଉପର ଲେଭେଲର ଲୋକଙ୍କ ସହିତ ଦେଖି ଚାହିଁକି ମିଶିବାର ଆବଶ୍ୟକତା ଅଛି। ସମାଜକନ୍ଦ କେବଳ ଧନ ରତ୍ନ କିମ୍ବା କେଉଁ ଯୌବନ କିମ୍ବା ବୟସ କିମ୍ବା କୌଣସି ଗୋଟେ ଜ୍ଞାନ ସେଇ ସମାଜକନ୍ଦ ନୁହେଁ। ସମାଜକନ୍ଦର ଅର୍ଥ ମାନସିକ ସ୍ତରରେ ଆପଣଙ୍କ ସମାଜକନ୍ଦ କିଏ ହେଇପାରୁଛି। କିନ୍ତୁ ବେଳେବେଳେ କ'ଣ ହୁଏ ଆଜ୍ଞା, ଯେତେବେଳେ ଆପଣ ଆପଣଙ୍କ ମାନସିକ ସମାଜକନ୍ଦ ବା ଆପଣଙ୍କ ଧନ ଜନ କିମ୍ବା କୌଣସି ପ୍ରକାର ସମାଜକନ୍ଦରେ ଆପଣ ଜଣ ତଳ ସ୍ତରର ଲୋକ ସହିତ ମିଶୁଛନ୍ତି, ସିଏ ଆପଣଙ୍କୁ ଯେତିକି ଅପମାନ କରିବ, ଯଦି କେବେ ଅପମାନ ବି କରିଦିଏ, ଯେତିକି ଆପଣଙ୍କୁ ନ ବାଧିବ, କିନ୍ତୁ ଆପଣଙ୍କ ଉପର ଲେଭେଲର ଲୋକ ଯିଏ ଧନୀ ହେଇଥାଉ କି ଜ୍ଞାନୀ ହେଇଥାଉ, ସିଏ ଯେତେବେଳେ ଆପଣଙ୍କୁ ଏଭଏଡ୍ କରିବ ସେତେବେଳେ ସେଇଟା ବହୁତ ବାଧିଥାଏ। ସେଇଥିପାଇଁ ବୋଧେ କୁହାଯାଇଛି ଯେ ସମାଜକନ୍ଦ ଲୋକଙ୍କ ସହିତ ସମ୍ପର୍କ ରଖିବା ଜରୁରୀ, ନା କି ଉପର ନା କି ତଳ। ଏଇ ତ ଜୀବନର କଥା।